ଦେଖନ୍ତୁ ଗତକାଲି ବେଲ୍ଟି କାଲି ଶୁଣାଣି ହେଇଥିଲା। କାଲି ମୁଁ ହିୟରିଂ କରିଥିଲି, ସବୁ ଷ୍ଟୁଡେଣ୍ଟ ମାନଙ୍କ ପାଇଁ ହିୟରିଂ ହେଇଥିଲା ଆଉ ବାକି ଯୋଉ ଏଜେଣ୍ଟ ମାନଙ୍କ ପାଇଁ ବି ହିୟରିଂ ହେଇଥିଲା। ସେଥିରେ ମାନ୍ୟବର କୋର୍ଟ ପ୍ଲିଜ ହେଇକି ଷ୍ଟୁଡେଣ୍ଟସ ମାନଙ୍କୁ ବେଲ୍ ଦେଲେ ଆଉ ଯୋଉ 8 ଜଣ ଏଜେଣ୍ଟ ଥିଲେ ସେମାନଙ୍କ ବେଲ୍ ନାକଚ କରିଛନ୍ତି। ଆଉ ରହିଲା ଯୋଉ ପ୍ରଥମେ ମୁଁ ଆରମ୍ଭରୁ ଆପଣଙ୍କୁ କହି ଆସୁଛି, ଯେତେବେଳେ କାଲି ମାନ୍ୟବର କୋର୍ଟ କ୍ରାଇମ ବ୍ରାଞ୍ଚ କୁ କ୍ୱେଶ୍ଚିନ୍ କଲେ ଯେ ଓପିଆରବି କୁ ପ୍ରଶ୍ନ କରାଗଲା କ୍ୱେଶ୍ଚିନ୍ ଟା ଲିକ୍ ହେଇଛି ନା ନାହିଁ, ସେଇଟା ହଉଛି କେସର ବଡ ମୁଦ୍ଦା। ଓପିଆରବି ର ଯେତେବେଳେ ସେମାନେ ଷ୍ଟେଟମେଣ୍ଟ ନେଲେ ସେଇ ଷ୍ଟେଟମେଣ୍ଟଟାକୁ କୋର୍ଟରେ ସେମାନେ ପ୍ରଡ୍ୟୁସ କରିପାରିଲେ ନାହିଁ। ଆଉ ସିଲିକନ ର ଯାହା ଷ୍ଟେଟମେଣ୍ଟ ନେଇଥିଲେ ସେଇଟାକୁ କୋର୍ଟରେ ପ୍ରଡ୍ୟୁସ କରିପାରିଲେନି। ତା ମାନେ ଏଥିରୁ ଜଣା ପଡୁଛି ଯେ ଏମାନଙ୍କର କ୍ୱେଶ୍ଚିନ୍ ଲିକ୍ ହେଇନାହିଁ। ଆଉ ସେମାନେ ସଠିକ ଯୋଉ ଆନ୍ସରଟି ଦେଇଥିଲେ, ଯାହା ବି ତାଙ୍କୁ ଇଣ୍ଟରଗେସନ କରାଯାଇଥିଲା, ଯାହା ଷ୍ଟେଟମେଣ୍ଟ ଦେଇଥିଲେ ସେଇଟାକୁ ଯଦି ସେମାନେ ପ୍ରଡ୍ୟୁସ କରିଦେଇଥାନ୍ତେ, କୋର୍ଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ଗୋଟେ ସନ୍ଦେହ ହେଇଥାନ୍ତା। ସେଇ ବେସିସରେ ସେମାନେ କୌଣସି ଷ୍ଟେଟମେଣ୍ଟ ଦାଖଲ କରିପାରିଲେ ନାହିଁ। ସେଇ ବେସିସରେ କୋର୍ଟ କାଲି ପ୍ଲିଜ ହେଇ ଆମମାନଙ୍କୁ ବେଲ୍ ଦେଇଛନ୍ତି।